ଜୟ ଜଗନ୍ନାଥ। ପିଲାମାନେ, ଆଜି ଆମେ ଆଉ ଏକ ସୁନ୍ଦର ରଚନା ବିଷୟରେ ଜାଣିବା। ନିତିଦିନର ଜୀବନ। ଉପକ୍ରମ। ଶୃଙ୍ଖଳା ହିଁ ଜୀବନର ମାନଦଣ୍ଡ। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନୀତି ନିୟମ ଓ ସମୟାନୁବର୍ତ୍ତିତା ପାଳନ କରି ଅଗ୍ରସର ହେଲେ ଜୀବନ ସଫଳ ହୋଇଥାଏ। ଆମର ନିତିଦିନର ଜୀବନରେ ଆମେ ସକାଳୁ ରାତିରେ ଶୋଇବା ପର୍ଯ୍ୟନ୍ତ କ'ଣ କ'ଣ କରୁ ସେଥିପ୍ରତି ଦୃଷ୍ଟି ଦେବା ଉଚିତ, କାରଣ ତାହାରି ଉପରେ ଭବିଷ୍ୟତର କାର୍ଯ୍ୟକଳାପ ନିର୍ଭର କରିଥାଏ। ନିମ୍ନରେ ମୋର ଦୈନନ୍ଦିନ ଜୀବନର ବିବରଣୀ ଦେଲି। ସକାଳର କାର୍ଯ୍ୟ। ସକାଳେ ମୁଁ 6ଟା ବେଳକୁ ଉଠି ପଡ଼େ। ଉଠିବା ପରେ ଈଶ୍ୱରଙ୍କୁ ପ୍ରାର୍ଥନା କରେ। ତାପରେ ନିତ୍ୟକର୍ମ ସାରି ଠାକୁରଙ୍କୁ ପ୍ରାର୍ଥନା କରି କିଛି ଜଳଖିଆ ଖାଏ। 7ଟା 25 ବେଳକୁ ବିଦ୍ୟାଳୟରେ ପହଞ୍ଚିଯାଏ। ତାପରେ ବିଦ୍ୟାଳୟର କାର୍ଯ୍ୟ। ବିଦ୍ୟାଳୟରେ 7ଟା 30 ପ୍ରାର୍ଥନା ଘଣ୍ଟା ବାଜେ। ଧାଡ଼ିରେ ଛିଡ଼ା ହୋଇ ପ୍ରାର୍ଥନା କରେ। ତାପରେ 7ଟା 45ରୁ ଆମର ପ୍ରଥମ ପିରିୟଡ଼ ଆରମ୍ଭ ହୁଏ। ଶ୍ରେଣୀରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଢ଼ାକୁ ମନ ଦେଇ ଶୁଣେ। 4ଟି ପିରିୟଡ଼ ପରେ ଖେଳ ଛୁଟି ହୁଏ। ସାଙ୍ଗମାନଙ୍କ ସହ ମିଶି ଜଳଖିଆ ଖାଏ। ପୁଣି 3ଟି ପିରିୟଡ଼ ପରେ 1:10 ଘରକୁ ଫେରେ। ଘରେ ଗୋଡ଼ ହାତ ଧୋଇ ମଧ୍ୟାହ୍ନ ଭୋଜନ କରେ। ତାପରେ କିଛି ସମୟ ବିଶ୍ରାମ ନିଏ। 4ଟା ବେଳେ ମୋ ସାଙ୍ଗମାନଙ୍କ ସହିତ ଫୁଟବଲ କିମ୍ବା କ୍ରିକେଟ ଖେଳେ। ସନ୍ଧ୍ୟା 5ଟାରେ ଘରକୁ ଫେରେ। ସନ୍ଧ୍ୟା ସମୟର କାର୍ଯ୍ୟ। ଖେଳରୁ ଫେରି ମୁଁ ଗୋଡ଼ ହାତ ଓ ମୁହଁ ଧୋଇ ଈଶ୍ୱରଙ୍କୁ ପ୍ରାର୍ଥନା କରେ। ଠିକ୍ 6ଟା ବେଳେ ଟ୍ୟୁସନକୁ ଯାଏ। 7ଟା ବେଳକୁ ଘରକୁ ଫେରି ଆସେ। ଜଳଖିଆ ଖାଇ ବିଦ୍ୟାଳୟର ପଢ଼ା କରିବାକୁ ବସି ପଡ଼େ। ରାତି 9ଟା ବେଳକୁ ମା ଯାହା ଦିଅନ୍ତି ମନ ଖୁସିରେ ଖାଇଦିଏ। ତାପରେ ଈଶ୍ୱରଙ୍କୁ ସ୍ମରଣ କରି ରାତିରେ ଶୟନ କରେ। ଛୁଟି ଦିନର କାର୍ଯ୍ୟ। ଛୁଟି ଦିନମାନଙ୍କରେ ଘରେ ବସି ସମ୍ବାଦପତ୍ର ପଢ଼େ। ଅକ୍ଷର ଭଲ ହେବା ପାଇଁ ହସ୍ତାକ୍ଷର ଲେଖେ। ବଗିଚାରେ ପାଣି ଦିଏ। ପଢ଼ା ଘରେ ବହିପତ୍ର ସଜାଡ଼ି ରଖେ। ଶେଷରେ ଶେଷ କଥା। ନିତିଦିନର କାର୍ଯ୍ୟକଳାପରୁ ହିଁ ଆମେ ଭଲ କଥା ଶିଖିଥାଉ। ତେଣୁ ଉତ୍ତମ ଗୁଣଗୁଡ଼ିକ ସହ ସମୟାନୁଯାୟୀ ପ୍ରତ୍ୟେକ କାର୍ଯ୍ୟ ନିଷ୍ପନ୍ନ କରିବା ପ୍ରତ୍ୟେକ ବାଳକର ପ୍ରଧାନ କର୍ତ୍ତବ୍ୟ। ଧନ୍ୟବାଦ। ଏହି ଓଡ଼ିଆ ରଚନାଟି ଭଲ ଲାଗିଥିଲେ ଲାଇକ୍ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।